କାହାଣୀଟି ତିନି ଜଣ ଭଲ ସାଙ୍ଗଙ୍କର। ଜ୍ଞାନ, ଧନ ଆଉ ବିଶ୍ୱାସ। ଏହି ତିନି ଜଣ ଖୁବ୍ ନିବିଡ଼ ବନ୍ଧୁ ଥିଲେ। ତିନି ଜଣ ମଧ୍ୟରେ ବହୁତ ଭଲ ପ୍ରେମ ଓ ସ୍ନେହ ଥିଲା। ଏମିତି ଗୋଟିଏ ସମୟ ଆସିଲା, ତିନି ଜଣ ଯାକ ଅଲଗା ଅଲଗା ହେବାକୁ ଲାଗିଲେ। ତିନି ଜଣ ଯାକ ସମସ୍ତେ ସମସ୍ତଙ୍କୁ ପଚାରିଲେ ଯେ ଆମେ କେଉଁଠାରେ ପୁଣି ଏକାଠି ହେବା। ଜ୍ଞାନ କହିଲା, ମୁଁ ବିଦ୍ୟାଳୟରେ ଓ ମନ୍ଦିରରେ ମିଳିବି। ଧନ କହିଲା, ମୁଁ ଧନୀ ଲୋକଙ୍କ ଘରେ ରହିବି। କିନ୍ତୁ ବିଶ୍ୱାସ ଚୁପ୍ ଥିଲା। ଦୁଇ ଜଣ ଯାକ ବିଶ୍ୱାସକୁ ବି ପଚାରିଲେ, କାରଣ କ'ଣ? କାହିଁକି ନୀରବ ରହିଛ? ବିଶ୍ୱାସ କହିଲା କାନ୍ଦି କାନ୍ଦି, ମୁଁ ଥରେ ଚାଲିଗଲେ ଆଉ ପଛକୁ ଫେରି ଆସେ ନାହିଁ।